ମଉସା ଥିଲେ ଆମ ଆପାର୍ଟମେଣ୍ଟର ଭୀଷ୍ମ ପିତାମହ। ସବୁ କଥାକୁ ଭରସା, ସବୁ କଥାକୁ ସାହସ। ସେଦିନ ଅଗଷ୍ଟ 15 ଆଉ ଗଣେଶ ପୂଜା ପାଇଁ ମିଟିଂ ହେଉଥିଲା। ଭାରି ଖୁସିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ପରଦିନ ସକାଳୁ ସବୁଦିନ ପରି ସାଥୀମାନଙ୍କ ସହିତ ମର୍ଣ୍ଣିଂ ୱାକ୍ରେ ବାହାରିଥିଲେ। ଝିପ୍ ଝିପ୍ ବର୍ଷା ହେଉଥିଲା। ଟିକେ ଚାଲି ଆସିବି କହି ଗଲେ ଯେ ଆଉ ଫେରିଲେନି। ମଧ୍ୟାହ୍ନରେ ଶ୍ରଦ୍ଧାଞ୍ଜଳି ନେବା ପାଇଁ ସ୍ୱର୍ଗରଥରେ ଆସିଲା ପୋଷ୍ଟମର୍ଟମ ହେଇସାରିଥିବା ତାଙ୍କର ନିଷ୍ପ୍ରାଣ ଦେହ। ଗଳି ଭିତରୁ ପରସ୍ପର ସହିତ ଲଢ଼ି ଲଢ଼ି ଦିଟା ଷଣ୍ଢ ହଠାତ୍ ଦୌଡ଼ି ଆସିଲେ। କ୍ରୋଧ ଜରଜର ଷଣ୍ଢଟିର ସାମ୍ନାରେ ପଡ଼ିଗଲେ ମଉସା। କିଛି ଭାବିବା ପୂର୍ବରୁ ସିଂଘରେ ଟେକି ଧରି ନିର୍ଦ୍ଦୟୀ ଭାବରେ ତଳେ କଚିଦେଲା ଷଣ୍ଢଟି। ହସ୍ପିଟାଲ ଯାଇ ଆଉ ଜୀବନ୍ତ ପହଞ୍ଚିଲେନି ସିଏ। ଅମର ସେଦିନ ସ୍କୁଟର ନେଇ ଯାଉଥିଲା ସାମାନ୍ୟ ଅନ୍ଧାରୁଆ ରାସ୍ତାରେ। କଳା ଷଣ୍ଢଟେ ସେଠି ଶୋଇଥିଲା। ଇଏ ଜାଣିପାରିଲାନି। ସ୍କୁଟର ସିଧା ଯାଇ ପିଟି ହେଲା ଷଣ୍ଢ ଦେହରେ। ତଳେ ପଡ଼ିଗଲେ ବି ଉଠି ପଳେଇଲା ଅମର। କିଛି ବାଟ ଗଲା ପରେ ତାକୁ ତା ବିବେକ ବାଧା ଦେଲା। ଆହା, ନିରୀହ ଜନ୍ତୁଟା। କଥା କହିପାରୁନି ସିନା, କି କଷ୍ଟ ତାକୁ ହେଇଥିବ ସତରେ। ଫେରିଲା ପୁଣି ସେ ଷଣ୍ଢର ହାଲ ବୁଝିବାକୁ। ପ୍ରଚଣ୍ଡ ରାଗରେ ସେତେବେଳକୁ ଜୁଡ଼ୁବୁଡ଼ୁ ଷଣ୍ଢ। ଦେଖିଲା ତ ଟେକି କଚାଡ଼ି ଦେଲା ତାକୁ। ସେଇଠି ଶେଷ। ସେଦିନ ସ୍କୁଟି ନେଇ ମୁଁ ବାହାରୁଛି। ପାଚିରି କଡ଼ରୁ ଦୌଡ଼ା ଦୌଡ଼ି ହେଇ ବାହାରି ଆସିଲେ ଦୁଇଟି ଷଣ୍ଢ। ଭାଗ୍ୟ ବୋଧେ ଭଲ ଥିଲା, ବର୍ତ୍ତିଗଲି କେମିତି। ଗଭୀର ମନସ୍ତାପର ସହିତ ଏଇଠି ପ୍ରଶାସନକୁ ପ୍ରଶ୍ନଟେ ପଚାରିବି। ଏ ଯେଉଁ ସମସ୍ୟା, ଏହା କ'ଣ ଏକ ଗମ୍ଭୀର ସମସ୍ୟା ନୁହେଁ? ଭୁବନେଶ୍ୱରର ନୂଆଗାଁ ଲିଙ୍ଗିପୁର ଅଞ୍ଚଳ କଥା ଯଦି ମୁଁ କହିବି, ମାଳ ମାଳ ଷଣ୍ଢ ସେଠି। ଚାଲିବାକୁ ଡର ଲାଗିଲାଣି। କେତେବେଳେ ପଛରୁ ଆସି ସିଂହରେ ଟେକିଦେବେ କିଏ ଜାଣେ। ଏଇଟା ସତ ଯେ ସେମାନେ ନିଜ ପାଇଁ ଖାଦ୍ୟ ଯୋଗାଡ଼ କରିପାରୁନାହାନ୍ତି। ଏଇଟା ବି ସତ ଯେ ଯେହେତୁ ଚାଷବାସରେ ଆଉ ବଳଦର ଆବଶ୍ୟକତା ନାହିଁ, ତେଣୁ ଅଣ୍ଡିରା ବାଛୁରୀ ସବୁ ରାସ୍ତାକୁ ଆସି ଷଣ୍ଢ ହେଇ ଉତ୍ପାତ କରିବା ନିଶ୍ଚିତ। ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ଗୋଶାଳା କରି ଷଣ୍ଢମାନଙ୍କୁ ସେଠି ଥଇଥାନ କରିବାର ଯୋଜନା ସରକାରଙ୍କର ଅଛି ବୋଲି ସମ୍ବାଦଟେ ଆସିଥିଲା। ପ୍ରଶାସନକୁ ସବିନୟ ଅନୁରୋଧ, ଯଥାଶୀଘ୍ର ସେ ଦିଗରେ ପଦକ୍ଷେପ ନିଅନ୍ତୁ। ଯେତେ ସହଳ ସମ୍ଭବ ଆମ ଜନବସତିକୁ ଷଣ୍ଢମୁକ୍ତ କରନ୍ତୁ। ନିରାପଦରେ ଯିବା ଆସିବାକୁ ନିଶ୍ଚିତ କରନ୍ତୁ।